ଦେଇଥିବା ଦାନ ଭୁଲି ଯାଆନ୍ତୁ, ମିଳିଥିବା ସମ୍ମାନ ଭୁଲି ଯାଆନ୍ତୁ ଚଳିବ, କିନ୍ତୁ ମିଳିଥିବା ଅପମାନ କେବେ ବି ଭୁଲିବା ଉଚିତ ନୁହେଁ। ଅପମାନ ମନେ ରଖନ୍ତୁ, କିନ୍ତୁ କେବେ କାହାଠୁ ପ୍ରତିଶୋଧ ନେବାର ଇଚ୍ଛା ରଖନ୍ତୁନି, କାରଣ କର୍ମର ଫଳ ନିଶ୍ଚିନ୍ତ ଭାବରେ ମିଳିବ। ଆପଣ ବାସ୍ ସମୟକୁ ଅପେକ୍ଷା କରନ୍ତୁ। ଭଗବାନ ସବୁ ଦେଖୁଛନ୍ତି। ସିଏ ଯେତେବେଳେ ପ୍ରତିଶୋଧ ନିଅନ୍ତି ନା, ସେତେବେଳେ ମଣିଷ ଆଖିରୁ ଲୁହ ବି ଶୁଖି ନଥାଏ। ଯଦି ଆପଣଙ୍କ କର୍ମ ଠିକ ଅଛି ତାହେଲେ ଆପଣଙ୍କୁ ସୁଫଳ ନିଶ୍ଚିନ୍ତ ମିଳିବ। ଆଉ ଯାହାର କର୍ମ ଖରାପ ଅଛି ସେ ଯେତେ ମନ୍ଦିର ଗଲେ ବି ତାକୁ ସୁଫଳ ମିଳିବନି। ଭଗବାନ ସବୁ ଦେଖୁଛନ୍ତି, ବାସ୍ ଟିକେ ଅପେକ୍ଷା କରନ୍ତୁ ଧୈର୍ଯ୍ୟ ଧରି। ଆପଣଙ୍କ କର୍ମ ଯଦି ଠିକ ଅଛି ତାହେଲେ କେହି ବି ଆପଣଙ୍କୁ ତଳକୁ ଖସେଇ ପାରିବେନି। ବାସ୍ ଅପେକ୍ଷା କରନ୍ତୁ। କେବେ ବି ମନ ଭିତରେ ପ୍ରତିଶୋଧ ନେବାର ଇଚ୍ଛା ରଖିବା ଉଚିତ ନୁହଁ। ବାସ୍ ସବୁ କିଛି ସମୟ ଉପରେ ଛାଡ଼ି ଦିଅନ୍ତୁ। ନିଜ କର୍ମ ଠିକ ଭାବରେ କରିଚାଲନ୍ତୁ। ଆଉ ଅଦରକାରୀ ଲୋକଙ୍କଠୁ ସବୁବେଳେ ଦୂରେଇ ରହିବାଟା ହେଉଛି ଭଲ। ଅଦରକାରୀ ଲୋକଙ୍କୁ ଆଭଏଡ୍ କରନ୍ତୁ, ଇଗ୍ନୋର କରନ୍ତୁ। ଲୋକଙ୍କୁ ନିଜ ଔକାତରେ ସବୁବେଳେ ରହିବାକୁ ଦିଅନ୍ତୁ, କାରଣ ଅତି ଆମେ ଯଦି ମୁଣ୍ଡରେ ବସେଇବା ନା, ତାଙ୍କର ଔକାତ ସେ ଦେଖେଇବା କଥା ଦେଖେଇବେ। ତ ଲୋକଙ୍କର ଯେତିକି ଆବଶ୍ୟକତା ଅଛି, ଯାହାକୁ ଯେତିକି ଭ୍ୟାଲ୍ୟୁ ଦେବା, ସେମାନଙ୍କୁ ସେମାନଙ୍କର ଔକାତ ଅନୁସାରେ ତାଙ୍କୁ ଭ୍ୟାଲ୍ୟୁ ଦିଅନ୍ତୁ। ଦରକାରଠୁ ଅଧିକ ଯାହାକୁ ଭ୍ୟାଲ୍ୟୁ ଦେବା ନା, ସେ ତା ରୂପ ଦେଖେଇବା କଥା ଦେଖେଇବ।